ଯୁବକ ହିସାବରେ ଆମେ ଆମର କାର୍ଯ୍ୟ ଆଗକୁ ବଢ଼ାଇବା ଆବଶ୍ୟକତା ରହିଛି। ସମାଜକୁ ଯଦି ଆମେ ଗୋଟେ ଯୁବକ ହିସାବରେ ଯଦି ସମାଜକୁ କିଛି କରିପାରିବାନି, ସମାଜ ପାଇଁ କିଛି କରିପାରିବାନି, ତାହେଲେ ଆମେ ଯୁବକ କହିବାଟା ଆମକୁ ଫେର ଲାଗିବ। ଆଜି ଯୋଉ ପରିସ୍ଥିତିରେ ଭୁବନେଶ୍ୱର ସହରର ବାତାବରଣ, ଭୁବନେଶ୍ୱର ସହରର ଯୋଉ ପରିସ୍ଥିତି, ତାକୁ ଆମେ ସମସ୍ତେ ଯୁବ ଛାତ୍ରମାନେ ଏକ ହେଇ ପ୍ରଶାସନକୁ ସହଯୋଗ କରିବା ଦ୍ୱାରା ଆମର ସମାଜ ସୁଧୁରି ଯିବ। ମୁଖ୍ୟ ଲକ୍ଷ୍ୟ ହେଉଛି ବାକି ଯେଉଁମାନେ ଶିକ୍ଷିତ ଯୁବକମାନେ ପାଠ ପଢିବା ପାଇଁ ପାଠ ପଢି କିଛି ରୋଜଗାର ଚାହୁଁଛନ୍ତି, ଗୋଟେ ଚାକିରି ଘରେ ଖୋଜୁଛନ୍ତି, ତାହା ମଧ୍ୟ ମିଳିପାରୁନି। ଏଭଳି ଦୁଃଖର କଥା। ତୃତୀୟ କଥା ହେଲା ଯେ ଗୋଟେ ଯୁବକ ହିସାବରେ ଆମେ ସମାଜର ସେବା କରିବା ପାଇଁ ଯଦି ଏକତ୍ରିତ ହୁଏ, ତାକୁ ଅନ୍ୟ ପ୍ରକାର ଆକ୍ଷେପ ବିଭିନ୍ନ ଦଳ ଦିଅନ୍ତି। ଆଜି ଆପଣମାନେ ଦେଖୁଛନ୍ତି ଆଗରେ કોઈ ରାଜନୀତି କଥା ନାହିଁ, ଆଗରେ କିଛି ରାଜନୀତିର ଉଦ୍ଦେଶ୍ୟ ନାହିଁ। ଆମେ ଜିନିଷ କରିବାର କାରଣ ହେଲା ଯୁବ ସମାଜ ଏକ ହେବା, ସମାଜକୁ ଗୋଟେ ଭଲ ବାର୍ତ୍ତା ଦେବା, ସମାଜ ପାଇଁ କିଛି କରିବା, ତାହେଲେ ଗୋଟେ ଯୁବକର ମହତ୍ଵ ରହିବ। ଆମେ ଯଦି ବିଶ୍ୱରେ ତୁଳନା କରିବା ଯେ ଯୁବ ଛାତ୍ର ଯୁବ ସଂଗଠନ ଆମର ହେଉଛି, ଆମେ ବିଶ୍ୱରେ ଏକ ନମ୍ବରରେ ରହିବା। କିନ୍ତୁ ବେକାରୀ ସମସ୍ୟାର ମଧ୍ୟ ଏକ ନମ୍ବରରେ ରହିବା। ଯୋଉଟାକି ଆପଣମାନେ ଦେଖୁଥିବେ ବିଭିନ୍ନ ରାଜ୍ୟରେ ଯୁବ ଛାତ୍ରମାନେ ଏକ ହେଇ କାର୍ଯ୍ୟ କରୁଛନ୍ତି, ସେହି ଜାଗାରେ ନିଶ୍ଚୟ ବିକାଶ ହେଉଛି, ସମାଜର ଗୋଟେ ସୁଧାର ଆସୁଛି ଏବଂ ସମାଜରେ କିଛି କରିପାରୁଛେ, ଯାହାଦ୍ୱାରା ଯୁବକମାନଙ୍କ ପ୍ରତି ସମସ୍ତେ ଭରସା ବିଶ୍ୱାସ କରୁଛନ୍ତି। ବେକାରୀ ସମସ୍ୟା ଉପରେ ଯୁବକ ଛାତ୍ରମାନଙ୍କ ଉପରେ ସେ ବାରମ୍ବାର ନେଇ କଥା ଉଠାଉଛନ୍ତି ଯେ ଅଭାବ, ଅସୁବିଧା, ବେରୋଜଗାରୀ ଯେ ପରିସ୍ଥିତି ଦିନକୁ ଦିନ ବଢି ଚାଲିଲାନି। ଆଗକୁ ଆପଣମାନେ ଦେଖିବେ ଆଗାମୀ ପିଢ଼ି ବହୁତ ହଇରାଣ ଅସୁବିଧାରେ ଗତି କରିବେ। ସୁଧାରିବା, ସମାଜ ପାଇଁ କିଛି କରିବା, ନିଜ ପାଇଁ କିଛି କରିବା ଏବଂ ଯୋଉ ଅନେକ ଲୋକ ଅଭାବ ଅସୁବିଧା ରହୁଛନ୍ତି, ତାକୁ ଆମେ ସମସ୍ତେ ଏକତ୍ରିତ ହୋଇ ତାକୁ କେମିତି ସହଯୋଗ କରିବା, ତାହେଲେ ନିଶ୍ଚୟ ଗୋଟେ ଭଲ ବାର୍ତ୍ତା ଯିବ ବୋଲି ମୁଁ ଆଶା ଆପଣମାନଙ୍କ ପାଖକୁ ରଖିଛି। ଯଦି ଏପରି କାର୍ଯ୍ୟ ଆମେ କରିପାରିବା ତ ନିଜକୁ ଧନ୍ୟ କରି ଭାବିବା ଏବଂ ନିଜ କର୍ମ ଠିକ୍ ଠାକ୍ରେ ଚାଲିଛି ବୋଲି ଆବଶ୍ୟକତା ରହିଛି। ଆଜି ଗୋଟେ ଗରିବ ଲୋକ ତାର ପେଟ କାଟି ତାର ପୁଅ ଝିଅମାନଙ୍କୁ ପାଠ ପଢ଼େଇ ଶିକ୍ଷିତ କରିବା, ତାର ଉଦ୍ଦେଶ୍ୟ ଥାଉଛି ଯେ ସମାଜରେ ଗୋଟେ ଭଲ ଲୋକ ହବ ଏବଂ ସମାଜ ପାଇଁ କିଛି କରିବ, ଆମମାନଙ୍କ ପାଇଁ କିଛି ଆମର ଭୂତ ଦରକାର। ଏପରି ପରିସ୍ଥିତି ମଧ୍ୟ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଗାଁ ଗହଳିରେ ଦେଖିବା ପାଇଁ ମିଳୁଛି। ଯଦି ଆମେ ଶିକ୍ଷିତ ହେଇକି ଆମକୁ ଚାକିରି ଘରେ ମିଳିବନି ଏବଂ ଆମେ ଶିକ୍ଷିତ ହେଇକି ସମାଜର ସବୁ ଜିନିଷ ଜାଣିବା ସତ୍ତ୍ୱେ ଯଦି ସମାଜରେ ଯେଉଁ ଖରାପ ଆଚାର ଉଦ୍ଦେଶ୍ୟ ରହୁଛି ତାକୁ ଯଦି ଆମେ ସୁଧାରି ପାରିବାନି, ତାହେଲେ ଆମେ ଯୁବକ ହିସାବରେ ଆମର ଏ ସମାଜର କିଛି ମୂଲ୍ୟ ରହିବ। ସେଥିପାଇଁ ମୁଁ ସମସ୍ତଙ୍କୁ ନିବେଦନ କରିବି, ଯୁବ ଛାତ୍ରମାନଙ୍କୁ ଆମେ ସମସ୍ତେ ଏକ ହେବା, ଗୋଟେ ବାର୍ତ୍ତା ଦେଇ ସମାଜକୁ ସୁଧାରିବା ସହିତ ଆମେ ରାହୁଲ ଗାନ୍ଧୀଙ୍କର ଯେଉଁ ଉଦ୍ଦେଶ୍ୟ ରହିଛି, ତାଙ୍କର ଯେଉଁ ଯୁବ ସମାଜର ବେରୋଜଗାରୀ, ଯୁବ ସମାଜ ବେକାର ହେଉଛନ୍ତି, ତାଙ୍କ ପାଇଁ ଯେଉଁ ଉଦ୍ଦେଶ୍ୟ ରହିଛି, ତାଙ୍କ ହାତକୁ ମୁଠା ମଧ୍ୟ ଆମେ ଧାର କରି କାର୍ଯ୍ୟ ଆଗକୁ ବଢ଼େଇବା। ସେଥିପାଇଁ ଆଜି ଯେଉଁ ଭାଇମାନେ, ଯେଉଁ ସାଥୀମାନେ ସମସ୍ତେ ଏକଜୁଟ ହେଇ ଏହି କାର୍ଯ୍ୟ କରୁଛନ୍ତି, ସମସ୍ତଙ୍କୁ ଧନ୍ୟବାଦ ଦେବି। ଆଉ ଏହି ସଂଗଠନ 2009ରେ ଯେବେ ବିଧାୟକ ଥିଲି, ସେହି ସମୟରେ ମୋ ଭାଇମାନଙ୍କ ସାଙ୍ଗରେ ରହି ସମାଜର କାମ କରି ଆସୁଥିଲି। ସମୟ ଗୋଟେ ଏମିତି ଆସିଲା ଯେବେ ଗୋଟେ ଖରାପ ସମୟ ଆସିଲା, ଯେଉଁ ସମୟରେ ସବୁ ଚିହ୍ନ ପିଛନ ହେଇଗଲେ, କିଏ କପଟେ ଥିଲେ, ସେ ସଂଗଠନକୁ ଆଜି ମଜବୁତ କରିବା ଏବଂ ସେମାନେ ଏବେ ସମାଜର ସେବା କରିବା ପାଇଁ ତାଙ୍କର ଫୌଜ ହେଇଗଲାଣି ଏବଂ ସେମାନେ ଆଜି ଏକତ୍ରିତ ହୋଇ କାର୍ଯ୍ୟ କରୁଛନ୍ତି। ଆଉ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଦେବି। ଆମେ ସମସ୍ତେ 2009ରେ ଯେଉଁ କାର୍ଯ୍ୟ କରୁଥିଲେ ପରିସ୍ଥିତିରେ ପଡ଼ି ଏପଟ ସେପଟ
ଯାଇଛନ୍ତି।